નમસ્કાર. ઓમ નમઃ ભગવતે વાસુદેવાય. ଆଜି ଆମେ ପୁଣି ଥରେ ଶ୍ରୀମଦ୍ ଭଗବଦ୍ ଗୀତାର ଗଭୀର ଜ୍ଞାନ ସମୁଦ୍ରରେ ବୁଡ଼ ପକାଇବା। ନିଶ୍ଚୟ। ଆମେ ସିଧା ସେଇଠୁ କଥା ହେଉଛେ ଯେଉଁଠି ଭଗବାନ ଶ୍ରୀକୃଷ୍ଣ ନିଜେ କୁରୁକ୍ଷେତ୍ରରେ ଅର୍ଜୁନଙ୍କୁ ଉପଦେଶ ଦେଉଥିଲେ। ହଁ, ସେଇ ଦିବ୍ୟ ଜ୍ଞାନ। ଆଉ ଆଜି ଆମର ଫୋକସ୍ ରହିବ ଦ୍ୱିତୀୟ ଅଧ୍ୟାୟ ମାନେ ସାଂଖ୍ୟ ଯୋଗର 64ତମ ଶ୍ଲୋକ ଉପରେ। ଏକ ଅତି ମହତ୍ତ୍ୱପୂର୍ଣ୍ଣ ଶ୍ଲୋକ। ଏଥିରେ ନା ଗୋଟେ ବଡ଼ କଥା ଲୁଚି ରହିଛି। କେମିତି ଆମେ ଏ ସଂସାରର ଦୌଡ଼ାଦୌଡ଼ି ଭିତରେ ରହିବି ମାନେ ଭିତରେ ଭିତରେ ଶାନ୍ତ ରହିପାରିବା। ହଁ, ଏହା ହିଁ ତ ଆଜିର ଯୁଗ ପାଇଁ ସବୁଠୁ ବଡ଼ ଆହ୍ୱାନ। ସେଇଥିପାଇଁ ଏହାର ପୂରା ମର୍ମ ବୁଝିବାକୁ ହେଲେ ଶେଷ ଯାଏ ଆଲୋଚନାଟା ଶୁଣିବାକୁ ଅନୁରୋଧ। ଆଉ ହଁ, ଯଦି ଏମିତି ଗଭୀର ଆଧ୍ୟାତ୍ମିକ କଥା ଜାଣିବାରେ ଆଗ୍ରହ ଅଛି ତେବେ ଆମ ଚ୍ୟାନେଲକୁ ବି ସବସ୍କ୍ରାଇବ୍ କରିନେବେ। ନିଶ୍ଚୟ। ତାହେଲେ ଆସନ୍ତୁ ଆଗ ସେଇ ଶ୍ଲୋକଟା ଶୁଣିବା। ରାଗଦ୍ୱେଷବିୟୁକ୍ତୈସ୍ତୁ ବିଷୟାନିନ୍ଦ୍ରିୟୈଶ୍ଚରନ୍ ଆତ୍ମବଶ୍ୟୈର୍ବିଧେୟାତ୍ମା ପ୍ରସାଦମଧିଗଚ୍ଛତି। ଦ୍ୱିତୀୟ ଅଧ୍ୟାୟ 64ତମ ଶ୍ଲୋକ। ଆହା, କି ସୁନ୍ଦର। ବା, ଏ ଶବ୍ଦଗୁଡ଼ିକର ଗୋଟେ ଗୋଟେ ଅର୍ଥ ତ ଅଛି। ରାଗ ଦ୍ୱେଷ ବିୟୁକ୍ତୈ ମାନେ ଆସକ୍ତି ଆଉ ଘୃଣାରୁ ମୁକ୍ତ ହୋଇ, ହଁ, ତୁ କିନ୍ତୁ ବିଷୟାନ୍ ଇନ୍ଦ୍ରିୟର ବିଷୟ ସବୁ। ରୂପ, ରସ, ଗନ୍ଧ ଏସବୁ। ହଁ, ଇନ୍ଦ୍ରିୟୈ ଇନ୍ଦ୍ରିୟ ଦ୍ୱାରା, ଚରଣ ବ୍ୟବହାର କରିବା ବେଳେ, ଆତ୍ମବଶ୍ୟୈ ଆତ୍ମାର ବଶରେ ଥିବା ଇନ୍ଦ୍ରିୟ, ମାନେ ନିୟନ୍ତ୍ରିତ ଇନ୍ଦ୍ରିୟ। ବିଧେୟାତ୍ମା ଯାହାର ମନ ନିୟନ୍ତ୍ରିତ, ପ୍ରସାଦମ୍ ଶାନ୍ତି ବା ପ୍ରସନ୍ନତା, ଆଉ ଅଧିଗଚ୍ଛତି ପାଏ। ବାପରେ, ଏତେ ଗୁଡ଼ାଏ ଶବ୍ଦ, ଏସବୁକୁ ମିଶେଇଲେ କ'ଣ ଅର୍ଥ ବାହାରୁଛି? ଦେଖନ୍ତୁ, ଏହାର ସାର କଥାଟା ନା ଗୋଟେ ସୂତ୍ର ପରି ଭଗବାନ ଏଠି ଗୋଟେ ଫର୍ମୁଲା ଦଉଛନ୍ତି। ଆଚ୍ଛା, କେମିତି? ସେ କହୁଛନ୍ତି, ଦେଖ, ଯେଉଁ ଲୋକ ନିଜ ମନରୁ ଦୁଇଟା ଜିନିଷ ବାହାର କରିଦେଇଛି, ଗୋଟେ ହେଲା ରାଗ, ମାନେ କୌଣସି ଜିନିଷ ପାଇଁ ପାଗଳ ପରି ଆକର୍ଷଣ, ଆଉ ଦ୍ୱିତୀୟଟା ହେଲା ଦ୍ୱେଷ, ମାନେ କୌଣସି ଜିନିଷକୁ ଦେଖିଲେ ହିଁ ଘୃଣା ବିରକ୍ତି। ହଁ, ଏଇ ଦିଟାରୁ ଯିଏ ମୁକ୍ତ, ଆଉ ଯାହାର ଇନ୍ଦ୍ରିୟ ସବୁ ଆଖି, କାନ, ନାକ ଇତ୍ୟାଦି ତା ନିଜ କଣ୍ଟ୍ରୋଲରେ ଅଛି, ମାନେ ମନ ଓ ବୁଦ୍ଧିର କଥା ମାନୁଛି, ଆଚ୍ଛା, ସେହିଭଳି ଲୋକ ଏଇ ଦୁନିଆର ଜିନିଷପତ୍ର ବିଷୟାନ ବ୍ୟବହାର କଲେ ବି ଚରଣ ତାକୁ ମିଳେ ପ୍ରସାଦ, ମାନେ ପରମ ଶାନ୍ତି, ମନର ସ୍ୱଚ୍ଛତା, ଏକ ପ୍ରକାର ଭିତରର ଆନନ୍ଦ। ଓହୋ, ତ ସରଳ ଭାଷାରେ କହିଲେ, ରାଗ ଦ୍ୱେଷରୁ ମୁକ୍ତି ପ୍ଲସ୍ ଇନ୍ଦ୍ରିୟ ଉପରେ କଣ୍ଟ୍ରୋଲ ଇକ୍ୱାଲକୁ ପ୍ରକୃତ ଶାନ୍ତି। ଏଇଟା ତ ବଡ଼ ଆଶ୍ଚର୍ଯ୍ୟ କଥା। କାରଣ ମନେ ପକାନ୍ତୁ, ଠିକ୍ ଏହା ଆଗ ଦୁଇଟି ଶ୍ଲୋକରେ 2.62-63। ହଁ, ସେ ବିନାଶର ଶୃଙ୍ଖଳ। ହଁ, ସେଠି ଭଗବାନ କହୁଥିଲେ କେମିତି ଖାଲି ଇନ୍ଦ୍ରିୟ ବିଷୟରେ ଭାବିଲେ ହିଁ ଆସକ୍ତି ଆସେ, ତାପରେ କାମନା, କ୍ରୋଧ, ମୋହ, ଶେଷରେ ବୁଦ୍ଧି ନାଶ ହୋଇ ସବୁ ସରିଯାଏ। ହଁ, ପୁରା ତଳୁକୁ ଖସିବାର ରାସ୍ତା। ଆଉ ଠିକ୍ ତାପରେ ହଠାତ୍ ଏହି ଶ୍ଲୋକରେ ସେ ଉଲ୍ଟା ବାଟ ଦେଖାଉଛନ୍ତି। ସେଇ ବିନାଶରୁ ବଞ୍ଚି ସେଇ ସଂସାର ଭିତରେ ହିଁ ଶାନ୍ତି ପାଇବାର ବାଟ। ଏ ତ ଗଜବ କଥା। ଏକଦମ। ଏହା ହିଁ ଗୀତାର ସୌନ୍ଦର୍ଯ୍ୟ। ସମସ୍ୟା ବି କହୁଛନ୍ତି, ସମାଧାନ ବି ଦଉଛନ୍ତି। ଆଉ ଏଠି ସମାଧାନର ମୂଳରେ ଅଛି ଏଇ ରାଗ ଆଉ ଦ୍ୱେଷ। ଏ ଦୁଇଟା ଜିନିଷ ଏତେ ପାୱାରଫୁଲ କେମିତି? ଦେଖନ୍ତୁ, ଆପଣ ଠିକ୍ ଜାଗାଟା ଧରିଛନ୍ତି। ଏଇ ରାଗର ଦ୍ୱେଷ ହେଲା ଆମ ମନର ଦୁଇଟା ମେନ୍ ଡ୍ରାଇଭିଂ ଫୋର୍ସ ପରି। ଆମର ସବୁ ଅନୁଭୂତିକୁ ଏଇ ଦିଟା ରଙ୍ଗ ଦିଅନ୍ତି। ଆଚ୍ଛା, ରାଗ ମାନେ ସେଇ ଯୋଉ ଭଲ ଲାଗିବା ଆଉ ତାକୁ ଜାବୁଡ଼ି ଧରିବାର ଇଚ୍ଛା। ମୋତେ ଏଇଟା ଦରକାର, ଏଇଟା ମୋ, ଏହା ବିନା ମୁଁ ରହିପାରିବିନି, ଏମିତି ଭାବନା। ଏକ ପ୍ରକାର ନିର୍ଭରଶୀଳତା। ଠିକ୍। ଆଉ ଦ୍ୱେଷ ହେଲା ତାର ଓଲଟା। ଯାହା ଭଲ ଲାଗୁନି ତାଠୁ ଦୂରେଇ ଯିବାର ପ୍ରବଳ ଇଚ୍ଛା। ମୋତେ ଏଇଟା ବିଲକୁଲ ପସନ୍ଦ ନୁହେଁ, ମୁଁ ଏହା ସହିପାରିବିନି। ବୁଝିଲି। ଏଇ ଦିଟା ମିଶିକି ଆମ ମନ ଭିତରେ ସବୁବେଳେ ଗୋଟେ ଟଣାଉଟରା ଲଗେଇଥାନ୍ତି। ସୁଖ ପଛରେ ଦୌଡ଼, ଦୁଃଖରୁ ପଳେଇବାର ଚେଷ୍ଟା। ହଁ, ଏକ ନିରନ୍ତର ଦୋଳନ। ଆଉ ଏଇ ଦୌଡ଼ାଦୌଡ଼ିରେ ହିଁ ମନଟା ଅଶାନ୍ତ, ଅସ୍ଥିର, ଦୁର୍ବଳ ହେଇଯାଏ। ଫଳରେ ଆମେ ଶାନ୍ତ ହିଁ ଭାବିପାରୁନୁ, ଠିକ୍ ନିଷ୍ପତ୍ତି ନେଇପାରୁନୁ। କିନ୍ତୁ ଗୋଟେ କଥା ମନକୁ ଆସୁଛି, ସବୁ ପ୍ରକାର ଆକର୍ଷଣ କ'ଣ ଖରାପ? ଯେମିତି ନିଜ ପିଲାଛୁଆଙ୍କ ପାଇଁ ସ୍ନେହ, ନିଜ କାମ ପାଇଁ ଭଲ ପାଇବା, ଏସବୁ ବି ରାଗ ଭିତରେ ଯିବ? ଏସବୁକୁ ବି ଛାଡ଼ିବାକୁ ପଡ଼ିବ? ନା ନା, ଏଇନା ବହୁତ ଗୁରୁତ୍ୱପୂର୍ଣ୍ଣ କଥା ପଚାରିଲେ। ଦେଖନ୍ତୁ, ଗୀତା ଏଠି ସ୍ନେହ, କର୍ତ୍ତବ୍ୟ କିମ୍ବା ସୁସ୍ଥ ଆକାଂକ୍ଷା ବିରୁଦ୍ଧରେ କହୁନାହିଁ। ଆଚ୍ଛା, ରାଗ ଶବ୍ଦଟା ଏଠି ଗୋଟେ ଟେକ୍ନିକାଲ ଅର୍ଥରେ ବ୍ୟବହାର ହେଉଛି। ଏହାର ଅର୍ଥ ହେଲା ଅନ୍ଧମୋହ, ଯୋଉଟା ଆମକୁ ବାନ୍ଧି ପକାଏ।
ଯେମିତି କୌଣସି ଜିନିଷ ବା ଲୋକ ଉପରେ ଏତେ ନିର୍ଭରଶୀଳ ହେଇଯିବା ଯେ ସେ ନ ମିଳିଲେ ଆମେ ଭାଙ୍ଗି ପଡ଼ିବା। ଓହୋ। ସ୍ନେହ କରିବା, ଦାୟିତ୍ୱ ତୁଲାଇବା ବିନା ଆସକ୍ତିରେ ବି ସମ୍ଭବ। ଜଣେ ନିଜ ପରିବାରର ଯତ୍ନ ନିଅ, କିନ୍ତୁ ସେମାନଙ୍କ ମୋହରେ ଅନ୍ଧ ନ ହେଉ। ସେଇଟା ହେଲା ରାଗମୁକ୍ତ ଅବସ୍ଥା। ବୁଝିଲି। ସେମିତି ଦ୍ୱେଷରୁ ମୁକ୍ତି ମାନେ ଅନ୍ୟାୟ ସହିଯିବା ନୁହେଁ, ବରଂ ଘୃଣା ବା କ୍ରୋଧରେ ଅନ୍ଧ ନ ହୋଇ ଶାନ୍ତ ମନରେ ବିବେକ ସହିତ ପରିସ୍ଥିତିକୁ ସାମ୍ନା କରିବା। ମାନେ ଲକ୍ଷ୍ୟ ହେଲା ଇମୋସନାଲ ବ୍ୟାଲେନ୍ସ, ଇମୋସନଲେସନେସ୍ ନୁହେଁ। ଏକଦମ ସଠିକ୍। ଭାବନା ରହିବ, କିନ୍ତୁ ଆମେ ଭାବନାର ବଶରେ ନ ରହିବା। ଆଚ୍ଛା, ତେବେ ରାଗଦ୍ୱେଷରୁ ମୁକ୍ତି ହେଲା ପ୍ରଥମ କାମ। କିନ୍ତୁ ଶ୍ଲୋକରେ ପୁଣି ଅଛି ବିଷୟାନିନ୍ଦ୍ରିୟୈଶ୍ଚରନ୍, ମାନେ ଇନ୍ଦ୍ରିୟ ଦ୍ୱାରା ବିଷୟକୁ ଭୋଗ କରିବା। ଏହାର ମାନେ କ'ଣ? ଆମକୁ ସଂସାର ଭିତରେ ହିଁ ରହିବାକୁ ପଡ଼ିବ? କାରଣ ଅନେକ ଆଧ୍ୟାତ୍ମିକ ପନ୍ଥାରେ ତ କହନ୍ତି ସଂସାର ଛାଡ଼ିଦିଅ, ଇନ୍ଦ୍ରିୟକୁ ଦମନ କର। ହଁ, ଏଇଟା ଗୀତାର ଗୋଟେ ୟୁନିକ୍ ପଏଣ୍ଟ। ଦେଖନ୍ତୁ, କୃଷ୍ଣ ଅର୍ଜୁନଙ୍କୁ କ'ଣ କହୁଛନ୍ତି? ଯୁଦ୍ଧ ଛାଡ଼ି ଜଙ୍ଗଲକୁ ପଳାଉ? ନା ନା, ଯୁଦ୍ଧ କର କହୁଛନ୍ତି। ହଁ, କିନ୍ତୁ ଏକ ନିର୍ଦ୍ଦିଷ୍ଟ ମାଇଣ୍ଡସେଟ୍ ସହିତ। ଏଠି ଚରଣ ଶବ୍ଦର ଅର୍ଥ ହେଲା ବିଚରଣ କରିବା, ବ୍ୟବହାର କରିବା। ଆମେ ଯେତେବେଳେ ସଂସାରରେ ଅଛୁ, ଆମ ଆଖି ଦେଖିବ, କାନ ଶୁଣିବ, ଜିଭ ଚାଖିବ, ଏଟା ତ ହବ ହିଁ ହବ। ସତ କଥା। ଗୀତା କହୁନି ଯେ ଆଖି ବନ୍ଦ କରିଦିଅ କି କାନରେ ଠିପି ଦେଇଦିଅ, ବରଂ କହୁଛି ହଁ, ଇନ୍ଦ୍ରିୟ ଆଉ ବିଷୟର ସଂଯୋଗ ହଉଛି। କିନ୍ତୁ କେମିତି ହଉଛି? କେମିତି? ଆତ୍ମବଶ୍ୟୈ ଇନ୍ଦ୍ରିୟୈ। ସେଇ ଇନ୍ଦ୍ରିୟ ଦ୍ୱାରା ଯୋଟା ଆମ ନିଜ ବଶରେ ଅଛି, ନିଜ କଣ୍ଟ୍ରୋଲରେ ଅଛି। ଓହୋ। ତେଣୁ ଏହା ସଂସାର ତ୍ୟାଗ ନୁହେଁ। ଏହା ହେଲା ସଂସାରରେ ରହି କର୍ମ କରିବା, କିନ୍ତୁ ନିର୍ଲିପ୍ତ ଭାବରେ, ରାଗଦ୍ୱେଷ ଛାଡ଼ି ଇନ୍ଦ୍ରିୟକୁ କଣ୍ଟ୍ରୋଲରେ ରଖି। ଏଇଟା ହିଁ ତ କର୍ମଯୋଗ। ଆତ୍ମବଶ୍ୟୈ, ଇନ୍ଦ୍ରିୟକୁ ନିଜ ବଶରେ ରଖିବା। ଏଇଟା ଶୁଣିବାକୁ ବଡ଼ ସହଜ ଲାଗୁଛି, କିନ୍ତୁ ବାସ୍ତବରେ କରିବା କେତେ କଷ୍ଟ। ହଁ, ନିଶ୍ଚୟ କଷ୍ଟ। ଏ ତ ମନେ ହେଉଛି ଗୋଟେ ଲଗାତାର ଲଢ଼େଇ ନିଜ ସାଙ୍ଗରେ। ଯେପର୍ଯ୍ୟନ୍ତ ସେ ଅବସ୍ଥା ଆସିନି, ସେ ପର୍ଯ୍ୟନ୍ତ ଜଣେ କେମିତି ନିଜକୁ ସମ୍ଭାଳିବ? ଏଇଟାକୁ ନିଜର ସ୍ୱାଭାବିକ ଭାବନାକୁ ଚାପିଦେବା ପରି ହେବନି? ବହୁତ ଭଲ ପ୍ରଶ୍ନ। ହଁ, ଏଇଟା ଅଭ୍ୟାସ ଆଉ ବୈରାଗ୍ୟ ବିନା ସମ୍ଭବ ନୁହେଁ। କିନ୍ତୁ ଦେଖନ୍ତୁ, ଆତ୍ମବଶ୍ୟୈ ମାନେ ଦମନ କରିବା ବା ସପ୍ରେସନ୍ ନୁହେଁ। ଏହାର ଅର୍ଥ ହେଲା ନିୟନ୍ତ୍ରଣ ବା ରେଗୁଲେସନ୍। ଆଚ୍ଛା, ଦମନ ଆଉ ନିୟନ୍ତ୍ରଣ ଭିତରେ ଫରକ ଅଛି? ନିଶ୍ଚୟ। ଗୀତାରେ ସେ ରଥର ଉଦାହରଣ ଅଛି। ଶରୀର ହେଲା ରଥ, ଇନ୍ଦ୍ରିୟ ହେଲେ ଘୋଡ଼ା, ମନ ହେଲା ଲଗାମ ଆଉ ବୁଦ୍ଧି ହେଲା ସାରଥୀ। ହଁ, ଶୁଣିଛି। ଜଣେ ଭଲ ସାରଥୀ କ'ଣ ଘୋଡ଼ାଙ୍କୁ ମାରିଦିଏ? ନା, ସେ ସେମାନଙ୍କୁ ଠିକ୍ ବାଟରେ ଚଲାଏ। ଠିକ୍। ସେମିତି ବୁଦ୍ଧି ଯଦି ସଜାଗ ଆଉ ଦୃଢ଼ ସାରଥୀ, ତେବେ ସେ ମନୋଲଗାମ ଦ୍ୱାରା ଇନ୍ଦ୍ରିୟ ଘୋଡ଼ାମାନଙ୍କୁ ଠିକ୍ ବାଟରେ ନେଇପାରିବ। ଯଦି ସାରଥୀ ଦୁର୍ବଳ, ତେବେ ଘୋଡ଼ାମାନେ ଯୁଆଡ଼େ ପାରିବେ ଦୌଡ଼ିବେ। ଆଉ ରଥକୁ ବିପଦରେ ପକାଇବେ। ଏକଦମ। ତେଣୁ ଏଇ ନିୟନ୍ତ୍ରଣ କଠୋରତା ଦ୍ୱାରା ଆସେନି। ଏହା ଆସେ ବିବେକ ଦ୍ୱାରା, ମାନେ କ'ଣ ଠିକ୍ କ'ଣ ଭୁଲ ଜାଣିବା। ଆଉ ଆସେ ଅଭ୍ୟାସ ଦ୍ୱାରା, ବାରମ୍ବାର ଚେଷ୍ଟା କରିବା। ଏହା ଭାବନାକୁ ଚାପିବା ନୁହେଁ, ଏହା ହେଲା ଭାବନା ଦ୍ୱାରା ନିଜେ ଚାପି ଗୋଇ ନ ଯିବା। ବୁଝିଲି। ତେବେ ଯାହାର ଇନ୍ଦ୍ରିୟ ଏମିତି ନିୟନ୍ତ୍ରିତ, ସେଇ ଲୋକ ହିଁ ବିଧେୟାତ୍ମା। ଏ ଶବ୍ଦଟା ବି ଶୁଣିବାକୁ ବଡ଼ ଭାରୀ। ଏହାର ମାନେ କ'ଣ? ଜଣେ ପୁରା ଇମୋସନଲେସ୍, ପଥର ଭଳିଆ ମଣିଷ? ନା ନା, ଆଦୌ ନୁହେଁ। ବିଧେୟାତ୍ମା ମାନେ ହେଲା ଯାହାର ଆତ୍ମା ମାନେ ମନ ଓ ବୁଦ୍ଧି ତା ନିଜ ଅଧୀନରେ ଅଛି। ବିଧେୟ ମାନେ ଯିଏ କଥା ମାନେ, ଆଜ୍ଞାକାରୀ। ଓହୋ, ମାନେ ମନ ତା କଥା ମାନୁଛି। ହଁ, ମନ ତାର ମାଲିକ ନୁହେଁ, ସେ ମନର ମାଲିକ। ଏମିତି ଲୋକର ଭାବନା ଥାଏ, କିନ୍ତୁ ସେ ଭାବନାର ଗୁଲାମ ନୁହେଁ। କେମିତି? ଯେମିତି ସୁଖ ଆସିଲେ ସେ ଏକଦମ ଆକାଶରେ ଉଡ଼ିଯାଏନି, ନିଜକୁ ହଜେଇ ଦିଏନି, ଆଉ ଦୁଃଖ ଆସିଲେ ବି ପୁରା ଭାଙ୍ଗି ପଡ଼ି ପାତାଳକୁ ଚାଲିଯାଏନି। ମାନେ ସ୍ଥିର ରହେ। ହଁ, ସେ ହେଲା ସ୍ଥିତପ୍ରଜ୍ଞ। ତା ବୁଦ୍ଧି ସ୍ଥିର। ସେ ଜାଣେ ଯେ ଦୁନିଆର ପରିସ୍ଥିତି ତ ବଦଳୁଥିବ, କିନ୍ତୁ ତା ଭିତରର ଶାନ୍ତିଟା ଏଇ ବାହାର ଜିନିଷ ଉପରେ ନିର୍ଭର କରୁନି। ସେ ସମତ୍ୱ ରଖେ। ସମତ୍ୱ? ହଁ, ସୁଖ ଦୁଃଖ, ଲାଭ କ୍ଷତି, ଜିତା ହାର, ମାନ ଅପମାନ ସବୁଥିରେ ସମାନ ଭାବ। ତେଣୁ ସେ ଭାବନା ଶୂନ୍ୟ ନୁହେଁ, ସେ ଭାବନା ଦ୍ୱାରା ଅବିଚଳିତ। ଆଉ ଏଇ ଯୋଉ ଏତେ ସାଧନା, ଏତେ ନିୟନ୍ତ୍ରଣ, ଏସବୁର ଫଳ ହେଉଛି ପ୍ରସାଦମ୍ ଅଧିଗଚ୍ଛତି, ମାନେ ପ୍ରସାଦ ମିଳିବା। ଆମେ ଯେମିତି ପୂଜା ପରେ ପ୍ରସାଦ ପାଉ, ସେଇଟା ତ ଭଗବାନଙ୍କର କୃପା। ଏଠି ପ୍ରସାଦ ମାନେ କ'ଣ? ସେମିତି କିଛି ନା ଆହୁରି କିଛି ଅଲଗା? ଦେଖନ୍ତୁ, ସେଇ ପୂଜା ପ୍ରସାଦର କନସେପ୍ଟଟା ବି ଏଇ ମୂଳ ଅର୍ଥରୁ ହିଁ ଆସିଛି। ପ୍ରସାଦର ମୂଳ ଅର୍ଥ ହେଲା ସ୍ୱଚ୍ଛତା,
ନିର୍ମଳତା, ପ୍ରସନ୍ନତା। ଆଚ୍ଛା। ଯେତେବେଳେ ମନଟା ରାଗ ଦ୍ୱେଷର ମଇଳାରୁ ସଫା ହେଇଯାଏ ଆଉ ଇନ୍ଦ୍ରିୟ ସବୁ ଶାନ୍ତ ହେଇଯାନ୍ତି, ସେତେବେଳେ ମନଟା କେମିତି ଲାଗିବ? ଏକଦମ ଶାନ୍ତ, ସ୍ଥିର, ହାଲକା ଲାଗିବ। ବସ୍ ସେ ଯୋଉ ନିର୍ମଳ, ଶାନ୍ତ, ସ୍ୱଚ୍ଛ ଆଉ ଆନନ୍ଦମୟ ମାନସିକ ଅବସ୍ଥା, ସେଇଟା ହିଁ ହେଉଛି ପ୍ରସାଦ। ଏହା ବାହାରୁ ଆସେନି, ଭିତରୁ ଆସେ। ଓହୋ। ଆଉ ହଁ, ଏହାକୁ ଭଗବାନଙ୍କ କୃପା ବୋଲି ବି କୁହାଯାଏ, କାରଣ ଏମିତି ସ୍ଥିତି ଆସିଲେ ହିଁ ଈଶ୍ୱରଙ୍କ ସହ ସଂଯୋଗ ଅନୁଭବ ହୁଏ। ଏଇଟା କିଛି ସାମୟିକ ଫିଲ୍ ଗୁଡ୍ ନୁହେଁ, ଏଇଟା ଅଭ୍ୟାସ ଦ୍ୱାରା ଆସୁଥିବା ଗୋଟେ ସ୍ଥାୟୀ ଗୁଣ। ଆଉ ଏହାର ଗୁରୁତ୍ୱ କେତେ? ଏହାର ଗୁରୁତ୍ୱ କେତେ ସେଟା ଭଗବାନ ଠିକ୍ ପର ଶ୍ଲୋକରେ 2.65 କହିଛନ୍ତି, ପ୍ରସାଦେ ସର୍ବଦୁଃଖାନାଂ ହାନିରସ୍ୟୋପଜାୟତେ। ମାନେ ଏହି ପ୍ରସାଦ ମିଳିଗଲେ ସବୁ ଦୁଃଖର ନାଶ ହୋଇଯାଏ। ବାଃ। ଆଉ ଯାହାର ଏହା ନାହିଁ, ଯିଏ ଅଶାନ୍ତ, ଅପ୍ରସାଦ, ତା ପାଖରେ ନା ଅଛି ବୁଦ୍ଧି, ନା ଅଛି ଭାବନା ଶାନ୍ତି ପାଇବାର, ନା ଅଛି ଶାନ୍ତି, ଆଉ ଶାନ୍ତି ନଥିଲେ ସୁଖ କାଉଁ ଆସିବ? 2.66। ବାସ୍ତବିକ ଏ ତ ଗୋଟେ କମ୍ପ୍ଲିଟ୍ ପ୍ୟାକେଜ ପରି। କାରଣ କ'ଣ, ପ୍ରକ୍ରିୟା କ'ଣ ଆଉ ଫଳ କ'ଣ, ସବୁ ଗୋଟି ସୂତାରେ ବନ୍ଧା। ହଁ, ଏକଦମ। ଅନୁଶାସନ ଆଉ ଶେଷରେ ପ୍ରସାଦ। ଆଜ୍ଞା। ଏଟା ଆଜିର ଯୁଗ ପାଇଁ, ଏ ଯୋଉ ଏତେ ଷ୍ଟ୍ରେସ୍, ଏତେ ଟେନସନ୍ ବାଲା ଜୀବନ, ହଁ। ସେଥିପାଇଁ ଗୋଟେ ମ୍ୟାପ୍ ପରି ଲାଗୁଛି। ନିଶ୍ଚୟ। କିନ୍ତୁ ଆଜିକାଲି ଯୋଉଠି ପ୍ରତି ମୁହୂର୍ତ୍ତରେ ହଁ। ହଜାରେଟା ଜିନିଷ ଆମକୁ ଟାଣୁଛି, ହଁ। କିଛି ଭଲ ଲାଗୁଛି, କିଛି ବିରକ୍ତ କରୁଛି, ସେଠି ଏହାକୁ ପ୍ରୟୋଗ କରିବା କେତେ ସମ୍ଭବ? ଦେଖନ୍ତୁ, ଏହା କେବଳ ସମ୍ଭବ ନୁହେଁ, ଏହା ଅତ୍ୟନ୍ତ ଜରୁରୀ। ଆଜିର ଜୀବନ ହିଁ ଆମକୁ ରାଗ ଆଉ ଦ୍ୱେଷ ଭିତରକୁ ବେଶୀ ଠେଲୁଛି। କେମିତି? ସୋସିଆଲ ମିଡିଆ ଦେଖନ୍ତୁ, ଅନ୍ୟମାନଙ୍କ ସହ ତୁଳନା, ଈର୍ଷା। ବଜାର ଦେଖନ୍ତୁ, ନୂଆ ନୂଆ ଜିନିଷ ପାଇଁ ଲୋଭ। ରାସ୍ତାଘାଟ ଦେଖନ୍ତୁ, ଟିକେ ଟିକେ କଥାରେ କ୍ରୋଧ, ଅସହିଷ୍ଣୁତା। ଏସବୁ କ'ଣ? ଏସବୁ ରାଗ ଆଉ ଦ୍ୱେଷର ହିଁ ଖେଳ। ହଁ, ଠିକ୍ କଥା। ଆଉ ଏହାରି ଫଳ ହେଉଛି ମାନସିକ ଚାପ, ଅବସାଦ, ଅଶାନ୍ତି। ଗୀତାର ଏହି ଶ୍ଲୋକ ଆମକୁ ଗୋଟେ ବାଟ ଦେଖାଉଛି। ଆମେ ଦୁନିଆ ଛାଡ଼ିପାରିବାନି, କିନ୍ତୁ ଦୁନିଆ ପ୍ରତି ଆମର ରିଆକ୍ସନକୁ ବଦଳାଇ ପାରିବା। ଯଦି ଆମେ ଟିକେ ସଚେତନ ହୋଇ ଆମର ଏଇ ଭଲ ଲାଗିବା, ଖରାପ ଲାଗିବା, ରାଗ ଦ୍ୱେଷକୁ ଦେଖିବା ଆଉ ତା ଦ୍ୱାରା ପରିଚାଳିତ ନ ହେବାକୁ ଚେଷ୍ଟା କରିବା, ଆମର ଭାବନାକୁ ଟିକେ ନିୟନ୍ତ୍ରଣ କରିବା ଶିଖିବା, ତେବେ ଏଇ ଆଧୁନିକ ଜୀବନର ସବୁ ଚ୍ୟାଲେଞ୍ଜ ଭିତରେ ବି ଗୋଟେ ଭିତରର ସ୍ଥିରତା, ଗୋଟେ ଶାନ୍ତି, ସେଇ ପ୍ରସାଦ ଅନୁଭବ କରିହେବ। ଏଇ ଯୋଉ ଆଧୁନିକ ସାଇକୋଲୋଜି କହୁଛି ଇମୋସନାଲ ଇଣ୍ଟେଲିଜେନ୍ସ କଥା, ହଁ, ଇମୋସନାଲ ରେଗୁଲେସନ। ସେ କଥା ତ ଗୀତା କେବେଠୁ କହି ସାରିଲାଣି। ହଁ। ଆତ୍ମବଶ୍ୟେହି ବିଧେୟାତ୍ମା, ଏଇ ଶବ୍ଦ ଭିତରେ ସେ କନସେପ୍ଟ ଅଛି। ଏକଦମ ହଜାର ହଜାର ବର୍ଷ ଆଗରୁ। ଆଚ୍ଛା, ସେଇ ଯୋଉ ଆପଣ ପଦୋନ୍ନତି ନ ମିଳିବା ଉଦାହରଣ ଦେଇଥିଲେ, ହଁ। ହଁ, ତ ପ୍ରଥମ ରିଆକ୍ସନ ହେଲା କ୍ରୋଧ, ନିରାଶା, ଦ୍ୱେଷ। ଦ୍ୱିତୀୟ ରିଆକ୍ସନ ହେଲା ଶ୍ଲୋକ ହିସାବରେ ଶାନ୍ତ ଭାବେ ସ୍ୱୀକାର କରି ଆଗକୁ ଚେଷ୍ଟା କରିବା, ପ୍ରସାଦ ଆଡ଼କୁ। ଏ ଦ୍ୱିତୀୟଟା ତ ଆଦର୍ଶ। କିନ୍ତୁ ସେଇ ଯୋଉ ଯେତେବେଳେ ପ୍ରଥମ ରିଆକ୍ସନଟା ଆସୁଛି, ସେଇ ମୁହୂର୍ତ୍ତରେ, ହଁ, ସେଇ କ୍ରିଟିକାଲ ମୋମେଣ୍ଟରେ, ହଁ, ସେତେବେଳେ ନିଜକୁ ସମ୍ଭାଳି ଦ୍ୱିତୀୟ ସ୍ଥିତିକୁ ଯିବା ପାଇଁ କ'ଣ କରିବା ଦରକାର? କେବଳ ଇଚ୍ଛା କରିଦେଲେ ତ ହେଇଯିବନି। ନା, ଇଚ୍ଛା କଲେ ହବନି। ଏଥିପାଇଁ କିଛି ପ୍ରାକ୍ଟିସ ଦରକାର। ଦେଖନ୍ତୁ, କିଛି ଷ୍ଟେପ୍ ଅଛି। ପ୍ରଥମ ହେଲା ଅୱେରନେସ୍, ମାନେ ନିଜ ଭିତରେ ଯେ ଏଇ ରାଗ ବା ଦ୍ୱେଷର ଭାବନା ଉଠିଲା, ସେଟାକୁ ଆଗ ଚିହ୍ନିବା। ଆଚ୍ଛା। ଦ୍ୱିତୀୟ ହେଲା ପଜ୍, ମାନେ ସଙ୍ଗେ ସଙ୍ଗେ ରିଆକ୍ଟ ନ କରି ଟିକେ ରହିଯିବା। 1 ସେକେଣ୍ଡ ହଉ କି 5 ସେକେଣ୍ଡ। ଓକେ, ଟିକେ ଅଟକି ଯିବା। ହଁ, ସେଇ ସମୟରେ ନିଜକୁ ପଚାରିବା, ଆଚ୍ଛା, ଏବେ ମୁଁ ରାଗୁଛେ, ଏ ରାଗିବା ଦ୍ୱାରା କ'ଣ ସମାଧାନ ହେବ? ମୋ କଣ୍ଟ୍ରୋଲରେ କ'ଣ ଅଛି? ତୃତୀୟ ହେଲା କନସିୟସ୍ ରେସ୍ପନ୍ସ, ମାନେ ସେଇ କ୍ରୋଧ ବା ନିରାଶାର ବଶବର୍ତ୍ତୀ ନ ହୋଇ ଭାବିଚିନ୍ତି ଗୋଟେ ରେସ୍ପନ୍ସ ଦେବା। ହୁଏତ ସେଇଟା ହେଇପାରେ, ଠିକ୍ ଅଛି, ଯାହା ହେଲା ହେଲା, ମୁଁ ମୋ କାମ କରିଚାଲିବି। ବୁଝିଲି। ଏହା ସହଜ ନୁହେଁ ନିଶ୍ଚୟ। ସହଜ ନୁହେଁ, କିନ୍ତୁ ରେଗୁଲାର ମାଇଣ୍ଡଫୁଲନେସ୍ ବା ଧ୍ୟାନ, ନିଜ ବିଷୟରେ ପଢ଼ାପଢ଼ି ବା ସ୍ୱାଧ୍ୟାୟ, ଆଉ ସବୁଠୁ ବଡ଼ କଥା, ଫଳଟାକୁ ଈଶ୍ୱରଙ୍କ ଉପରେ ଛାଡ଼ିଦେବାର ମନୋଭାବ, ମାନେ କର୍ମଯୋଗ, ଏସବୁ ଦ୍ୱାରା ଧୀରେ ଧୀରେ ଏ କ୍ୟାପାସିଟି ଆସେ। ଏଟା ଗୋଟେ ଦିନର କାମ ନୁହେଁ, ଏଟା ଗୋଟେ ଜର୍ଣ୍ଣି। ବାଃ, ତାହେଲେ ଏଟା କେବଳ ଗୋଟେ ଦର୍ଶନ ନୁହେଁ, ଏକ ପ୍ରକାର ଜୀବନଶୈଳୀ, ଗୋଟେ ଅଭ୍ୟାସ। ନିଶ୍ଚୟ। ତେବେ ଯଦି ଆମେ ଆଜିର ଏ ଆଲୋଚନାରୁ କିଛି ମୁଖ୍ୟ ପ୍ରାକ୍ଟିକାଲ ଷ୍ଟେପ୍ସ ବା ଟେକ୍ଆୱେଜ୍ ନେବାକୁ ଚାହିଁବା, ସେଗୁଡ଼ିକ କ'ଣ ହେବ? ହଁ, ନିଶ୍ଚିତ ଭାବରେ କିଛି ମୁଖ୍ୟ ଶିକ୍ଷା ଅଛି। କହନ୍ତୁ। ପ୍ରଥମତଃ,
ସମତା ଅଭ୍ୟାସ କରିବା। ଜୀବନରେ ଭଲ ହେଉ କି ଖରାପ, ସଫଳତା ମିଳୁ କି ବିଫଳତା, ମନକୁ ସ୍ଥିର ରଖିବାକୁ ଚେଷ୍ଟା କରିବା। ଦ୍ୱିତୀୟତଃ, ନିଜର ରାଗଦ୍ୱେଷକୁ ଚିହ୍ନିବା। କୋଉ ଜିନିଷ ବା ପରିସ୍ଥିତି ଆମକୁ ବେଶୀ ଟାଣୁଛି ବା ବେଶୀ ବିରକ୍ତ କରୁଛି, ସେ ବିଷୟରେ ସଚେତନ ହେବା ଆଉ ସେ ରିଆକ୍ସନଗୁଡ଼ିକୁ ଟିକେ କମ୍ କରିବାକୁ ଚେଷ୍ଟା କରିବା। ଆଚ୍ଛା। ତୃତୀୟତଃ, କର୍ତ୍ତବ୍ୟ ଉପରେ ଧ୍ୟାନ ଦେବା, ଫଳ ଉପରେ ନୁହେଁ। ନିଜ କାମଟା ଯେତେ ଭଲ ଭାବରେ ହେଇପାରିବ କରିବା, କିନ୍ତୁ ଫଳ କ'ଣ ହେବ ସେ ଚିନ୍ତାରେ ବେଶୀ ବ୍ୟସ୍ତ ନ ହେବା। ଫଳକୁ ଈଶ୍ୱରଙ୍କ ଉପରେ ଛାଡ଼ିଦେବା। ହଁ। ଆଉ ଚତୁର୍ଥରେ, କୃତଜ୍ଞତା। ଯାହା ଅଛି, ଯାହା ମିଳିଛି, ସେଥିପାଇଁ ଧନ୍ୟବାଦ ଦେବା। ଏଇଟା ମନକୁ ବହୁତ ପଜିଟିଭ ଆଉ ଶାନ୍ତ ରଖେ। ବାଃ, ଏ ଚାରିଟା କଥା। ହଁ, ଯେତେବେଳେ এই ମାଇଣ୍ଡସେଟ୍ଗୁଡ଼ିକ ଆମ ଜୀବନର ଅଂଶ ହୋଇଯିବ, ସେତେବେଳେ ସେଇ ଯୋଉ ପ୍ରସାଦ କଥା କହୁଥିଲେ, ସେଇଟା ଆପେ ଆପେ ଆସିବ। କି ସରଳ ଅଥଚ କେତେ ଗଭୀର କଥା। ଗୋଟିଏ ଶ୍ଲୋକ କିନ୍ତୁ ପୁରା ଜୀବନ ବଦଳାଇ ଦେବାର କ୍ୟାପାସିଟି ରଖିଛି। ନିଶ୍ଚୟ। ଚାଲନ୍ତୁ ଆଜିର ଏଇ ଆଲୋଚନାର ମୁଖ୍ୟ ସିଦ୍ଧାନ୍ତ ବା ସାର କଥାଟା କ'ଣ ଆଉ ଥରେ ମନେ ପକାଇଦେବା। ହଁ, ତେବେ ମୂଳ କଥା ହେଲା, ଆମ ଦୁଃଖର କାରଣଟା ବାହାରେ ନାହିଁ, ଆମ ଭିତରେ ଅଛି। ଆମ ମନ ଭିତରେ। ହଁ, ଆମର ସେଇ ପରିସ୍ଥିତି ପ୍ରତି ଯୋଉ ରିଆକ୍ସନ, ଆମର ରାଗ ଆଉ ଦ୍ୱେଷ, ଯିଏ ଏଇ ଦିଟାକୁ ଜିତିପାରିଲା ଆଉ ନିଜର ଇନ୍ଦ୍ରିୟକୁ କଣ୍ଟ୍ରୋଲରେ ରଖିଲା, ସେ ହିଁ ପ୍ରକୃତିରେ ନିଜକୁ ଜିତିଲା, ବିଧେୟ ଆତ୍ମା। ସେ ଲୋକ ସଂସାରରେ ସବୁ କାମ କରି ବି ନିର୍ଲିପ୍ତ ରହିପାରେ, ଆଉ ତାକୁ ମିଳେ ଏକ ଅପୂର୍ବ ଭିତରର ଶାନ୍ତି, ସ୍ୱଚ୍ଛତା, ଆନନ୍ଦ, ଯାହାକୁ କୁହାଯାଉଛି ପ୍ରସାଦ। ଏଇଟା ହିଁ ଯୋଗର ବାଟରେ ମିଳୁଥିବା ସବୁଠୁ ବଡ଼ ଆଚିଭମେଣ୍ଟ। ମାନେ ସାର କଥା ହେଲା, ସେଲ୍ଫ କଣ୍ଟ୍ରୋଲ ଆଉ ମେଣ୍ଟାଲ ବାଲାନ୍ସ ବିନା ପ୍ରକୃତ ଶାନ୍ତି ଆଉ ସୁଖ ମିଳିବା ଅସମ୍ଭବ। ଏକଦମ ଠିକ୍। ତେବେ ଏସବର ଗୂଢ଼ ଅର୍ଥଟା ହେଲା, ପ୍ରକୃତ ଫ୍ରିଡମ୍ଟା ବାହାରର ବନ୍ଧନର ମୁକ୍ତି ନୁହେଁ, ବରଂ ନିଜ ମନର ବନ୍ଧନରୁ ମୁକ୍ତି। ଶାନ୍ତି ପାଇଁ ହିମାଳୟ ଯିବା ଦରକାର ନାହିଁ। ନା। ଶାନ୍ତି ନିଜ ଭିତରେ ହିଁ ଅଛି, ଖାଲି ନିଜ ରିଆକ୍ସନକୁ ସମ୍ଭାଳିବାକୁ ପଡ଼ିବ। ସତରେ ଲାଗୁଛି, ଯିଏ ରାଗଦ୍ୱେଷକୁ ଛାଡ଼ିଲା, ସେ ସଂସାରକୁ ଜିତିଲା। ଆଉ ଶେଷରେ ସମସ୍ତଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି କଥା। କୁହନ୍ତୁ। ଆମେ ଟିକେ ଭାବି ଦେଖିବା କି, ଆମେ ଦିନସାରା ଯେତେ ଛୋଟ ବଡ଼ ନିଷ୍ପତ୍ତି ନେଉଛୁ, କ'ଣ ଖାଇବୁ, କ'ଣ ଦେଖିବୁ, କାହା ସହ କେମିତି କଥା ହେବୁ, ସେ ଭିତରୁ କେତେଟା ଆମର ଏଇ ସୂକ୍ଷ୍ମ ଭଲ ଲାଗିବା, ରାଗ ଆଉ ଖରାପ ଲାଗିବା, ଦ୍ୱେଷ ଦ୍ୱାରା ଇନଫ୍ଲୁଏନ୍ସ ହେଉଛି। ବାପ୍ରେ, ଏମିତି ଭାବିଲେ ତ ବହୁତ କିଛି ବାହାରିବ। ହଁ, ଆମେ କେତେ ମାତ୍ରାରେ ଏଇ ଦିଟା ଶକ୍ତିର କଣ୍ଢେଇ ହେଇଯାଇଛୁ, ଏ ବିଷୟରେ ଟିକେ ସଚେତନ ହେବାଟା ହୁଏତ ଆଜି ଆମେ ଯେଉଁ ପ୍ରସାଦ କଥା କହିଲେ, ସେ ଦିଗରେ ଆମର ପ୍ରଥମ ଷ୍ଟେପ୍ ହେଇପାରେ। ବହୁତ ଭଲ ପଏଣ୍ଟ। ତେବେ ଯଦି ଆଜିର ଏହି ଗଭୀର ଆଲୋଚନା ଶ୍ରୋତାମାନଙ୍କୁ ଭଲ ଲାଗିଲା, ଯଦି ଏଥିରୁ କିଛି ନୂଆ ଶିଖିବାକୁ ମିଳିଲା, ହଁ, ତେବେ ଦୟାକରି ଏହାକୁ ଲାଇକ୍ କରନ୍ତୁ ଆଉ ନିଜ ସାଙ୍ଗସାଥୀ, ପରିବାର ଲୋକଙ୍କ ସହ ନିଶ୍ଚୟ ସେୟାର କରନ୍ତୁ। ହଁ, ଜ୍ଞାନ ବାଣ୍ଟିଲେ ବଢ଼େ। କିଏ ଜାଣେ, ହୁଏତ ଆପଣଙ୍କ ଗୋଟିଏ ସେୟାର ଆଉ କାହା ଜୀବନରେ ଶାନ୍ତି ଆଣିବାରେ ସାହାଯ୍ୟ କରିବ। ଆଉ ଭଗବାନ ଶ୍ରୀକୃଷ୍ଣଙ୍କ କୃପା ତ ଆମ ସମସ୍ତଙ୍କ ଉପରେ ରହିବ। ନିଶ୍ଚୟ। ଆମର ଶ୍ରୋତାମାନଙ୍କୁ ବି ଅନୁରୋଧ, ଆପଣଙ୍କୁ ଏ ଆଲୋଚନା କେମିତି ଲାଗିଲା, ଆପଣଙ୍କ ମନରେ କି ଭାବନା ଆସିଲା, ଦୟାକରି କମେଣ୍ଟ ବକ୍ସରେ ଓମ୍ ନମଃ ଭଗବତେ ବାସୁଦେବାୟ ବା ଜୟ ଜଗନ୍ନାଥ ଲେଖି ଆମକୁ ଜଣାନ୍ତୁ। ଆମେ ଅପେକ୍ଷା କରିବ। ଆମେ ପୁଣି ଶୀଘ୍ର ଭଗବଦ୍ ଗୀତାର ଆଉ ଏକ ଶ୍ଲୋକ କିମ୍ବା ଏମିତି କୌଣସି ଗଭୀର ବିଷୟକୁ ନେଇ ଆପଣଙ୍କ ପାଖକୁ ଆସିବୁ। ହଁ। ସେ ପର୍ଯ୍ୟନ୍ତ ଆମ ସହିତ ଏହି ଜ୍ଞାନ ଯାତ୍ରାରେ ସାମିଲ ହୋଇଥିବାରୁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।